ଏହା ହେଉଛି ଟନକାରକ ପ୍ରୋଜେକ୍ଟ। ଏହା ଦ୍ୱାରା ବର୍ଷା ଜଳକୁ ଆମେ ଛାତ ଉପରେ ପଡ଼େ ବର୍ଷା ଜଳକୁ ଆମେ ପାଇପ୍ ମାଧ୍ୟମରେ ଜଳାଶୟକୁ ନେଇ ପୁଣି ଥରେ ସେହି ମାନେ ଯେତେବେଳେ ଆମର ପାଣିର ଆବଶ୍ୟକତା ପଡ଼ିବ ସେତେବେଳେ ଆମେ ଫିଲ୍ଟର ଏବଂ ମଟର ସାହାଯ୍ୟରେ ଟାଙ୍କିକୁ ନେଇ ସେହି ଜଳକୁ ଆମେ ଆବଶ୍ୟକ ସମୟରେ ବ୍ୟବହାର କରିପାରିବା। ବିକଶିତ ଭାରତ ଗଠନ କରିବା ପାଇଁ ଯେପରି ଶକ୍ତିର ଆବଶ୍ୟକତା ରହିଛି ସେପରି ଜଳ ସଂରକ୍ଷଣ କରିବାର ଆବଶ୍ୟକତା ମଧ୍ୟ ରହିଛି। ଜନସଂଖ୍ୟା ବୃଦ୍ଧି ହେତୁ ପାନୀୟ ଜଳର ଘୋର ଅଭାବ ରହିଛି। ତେଣୁ ଆମେ ବର୍ଷା ଜଳକୁ ସଂରକ୍ଷଣ କରି ଜଳର ଅଭାବ ସମୟରେ ଏହାକୁ ବିନିଯୋଗ କଲେ ଜଳ ଅଭାବ ଘଟିବ ନାହିଁ। ରାଜସ୍ଥାନ ଶୁଷ୍କ ଓ ଅର୍ଦ୍ଧଶୁଷ୍କ ଅଞ୍ଚଳରେ ପ୍ରାୟ ଘରେ ଘରେ ପାନୀୟ ଜଳ ଗଚ୍ଛିତ ରଖିବା ପାଇଁ ଭୂଗର୍ଭ ଜଳାଶୟ ଥାଏ। ଏହାକୁ ସ୍ଥାନୀୟ ଭାଷାରେ ଟନକା ବୋଲି କୁହାଯାଏ। ଏହା ହେଉଛି ଟନକାର ଏକ ପ୍ରୋଜେକ୍ଟ। ଏହି ଟନକାର ଜଳାଶୟର ଗଭୀରତା ହେଉଛି 6.1 ମିଟର ଏବଂ ଦୈର୍ଘ୍ୟ ହେଉଛି 4.25 ମିଟର ଏବଂ ପ୍ରସ୍ଥ ହେଉଛି 2.4 ମିଟର। ଏହି ଟନକା ଗୁଡ଼ିକ ଛାତ ଉପରେ ବୃଷ୍ଟି ଜଳ ଏବଂ ଅମଳ ବ୍ୟବସ୍ଥାର ଏକ ଅଂଶ। ଏହି ଜଳାଶୟ ଗୁଡ଼ିକ ଘରର ସବୁଠାରୁ ବଡ଼ କୋଠରୀ କିମ୍ବା ଘର ଅଗଣାରେ ତିଆରି କରାଯାଉଥିଲା। ଗୋଟିଏ ପାଇପ୍ ଜାଗେ ଏଗୁଡ଼ିକ ଛଣା ହୋଇ ଛାତ ସହ ସଂଯୋଗ ହୋଇଥାଏ। ଛାତର ବର୍ଷୁଥିବା ବର୍ଷା ଜଳ ପାଇପ୍ ଭିତରରେ ଗର୍ଭ ସ୍ଥାନକୁ ଟନକା ଗଚ୍ଛିତ ରହେ। ପ୍ରଥମ ଅସରା ଜଳ ସାଧାରଣତଃ ସଂଗ୍ରହ କରାଯାଏ ନାହିଁ କାରଣ ଏଥିରେ ଛାତ ଉପରେ ଓ ପାଇପ୍ ଭିତରେ ଥିବା ମଇଳା ମିଶିଥାଏ। ପ୍ରଥମ ଅସରା ପରବର୍ତ୍ତୀ ବୃଷ୍ଟି ଜଳ ସଂଗ୍ରହ କରାଯାଏ। ଯେତେବେଳେ ଅନ୍ୟାନ୍ୟ ଜଳ ଉତ୍ସ ଗୁଡ଼ିକ ଶୁଖିଯାଏ ସେତେବେଳେ ଏହି ସଂଗୃହୀତ ଜଳ ମଟର ବା ପାଇପ୍ ମାଧ୍ୟମରେ ଟାଙ୍କିକୁ ଯାଇ ପୁଣି ଥରେ ସେହି ଜଳକୁ ଆମେ ବ୍ୟବହାର କରିଥାଉ। ତେଣୁ ଏହି ସଂଗୃହୀତ ଜଳ ଏକ ନିର୍ଭରଯୋଗ୍ୟ ଉତ୍ସ ରୂପେ କାମରେ ଆସେ। ସଂଗୃହୀତ ବୃଷ୍ଟି ଜଳ ଯାହାକୁ ଏହି ଅଞ୍ଚଳର ପାଲାର ପାନି ବୋଲି କୁହାଯାଏ। ଏପରି ଭାରତବର୍ଷରେ କଲେ ଜଳ ସଙ୍କଟ ନିଶ୍ଚିତ ଭାବେ ଲୋପ ପାଇବାର ସମ୍ଭାବନା ଅଧିକ।